17 ତାରିଖରେ ମିଳିଥିଲା ପ୍ରଥମ କିସ୍ତି। ଏବେ ଲଗାତାର 5 ଦିନ ହୋଇଗଲାଣି, କିନ୍ତୁ ଏବେ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ପାଖାପାଖି 50 ଲକ୍ଷ ମହିଳା ଆବେଦନ କରିଛନ୍ତି, ତାଙ୍କର ଏପର୍ଯ୍ୟନ୍ତ ଟଙ୍କାଟେ ମଧ୍ୟ ଆସିନାହିଁ। ଯାହାଫଳରେ ସେମାନେ ଜନସେବା କେନ୍ଦ୍ରଠୁ ଆରମ୍ଭ କରିକି ବ୍ୟାଙ୍କଠୁ ଆରମ୍ଭ କରି ସବୁଆଡେ ଦୌଡୁଛନ୍ତି, କିନ୍ତୁ ମିଳୁନାହିଁ। କଥାଟା ହେଲା 5,000 ଟଙ୍କା ନୁହେଁ, କଥା ହେଲା 50,000 ଟଙ୍କା। ଥରେ ଆପଣଙ୍କୁ 5,000 ମିଳିଲେ 5 ବର୍ଷ ପର୍ଯ୍ୟନ୍ତ 50,000 ମିଳିବ। ତେଣୁ ଆପଣଙ୍କ ପାଖରେ ଯଦି ଏଇଭଳିଆ ସ୍ଲିପ୍ ଅଛି, ଆପଣମାନେ ଏଇ ସ୍ଲିପ୍କୁ ଧରି ଗୋଟେ ଥର ଜନସେବା କେନ୍ଦ୍ରକୁ ଯାଇ ଆପଣ ଷ୍ଟାଟସ୍ ଚେକ୍ କରନ୍ତୁ। ଆଉ ଯେଉଁମାନେ ଏବେ 17 ତାରିଖ ପରେ ଆବେଦନ କରିଛନ୍ତି, ସେମାନେ କିଛି ଚେକ୍ କରିବା ଦରକାର ନାହିଁ। ଆପଣମାନେ ୱେଟ୍ କରନ୍ତୁ ଏଇ ମାସ ଶେଷ ସୁଦ୍ଧା। କୁହାଯାଉଛି ଯେ ଏଇ ମାସ ଶେଷ ସୁଦ୍ଧା ନିଶ୍ଚିନ୍ତ ଟଙ୍କା ମିଳିବ। ତା ପୂର୍ବରୁ ଦେଖନ୍ତୁ, ଏଠି ଆପଣ ଗୋଟେ ଷ୍ଟାଟସ୍ ଅଛି ଲେଫ୍ଟ ସାଇଡ୍ରେ, ଆପଣଙ୍କର ଡିବିଟି ଷ୍ଟାଟସ୍ ଚେକ୍ କରିଦେବେ ଅନଲାଇନ୍ ଯାଇକି, ନହେଲେ ସେଇ ଜନସେବା କେନ୍ଦ୍ର ଯାଇକି ଆପଣ କୋଉ ବ୍ୟାଙ୍କ ଲିଙ୍କ ଅଛି। ଇଏ ତ ସରିଲା କଥା, କିନ୍ତୁ ମେନ୍ କଥା ହେଲା ଦେଖନ୍ତୁ, ଏପଟେ ଜନସାଧାରଣଙ୍କୁ ଦିଆଯାଉଛି ଟଙ୍କା, ସେପଟେ ତେଲଠୁ ଆରମ୍ଭ କରି ସବୁ ରେଟ୍ ବଢିଗଲାଣି। 20ରୁ 25 ଟଙ୍କା ରେଟ୍ ବଢିଗଲାଣି, ଯାହାଫଳରେ ମଧ୍ୟ ଲୋକମାନେ ହଇରାଣ ହଉଛନ୍ତି। ଦେଖନ୍ତୁ, ଲୋକଙ୍କୁ 25 ଲକ୍ଷ ଲୋକଙ୍କୁ ମିଳିଛି, ଆଉ 50 ଲକ୍ଷ ବାକି ଅଛନ୍ତି, ତାଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ ଏପଟେ ସବୁ ଟଙ୍କା ବଢିଲାଣି, ସବୁ ବୁଲେଇ ବଙ୍କେଇ ହିଁ ଆମ ଟଙ୍କା ହିଁ ଆମକୁ ଦିଆଯାଉଛି। ଦେଖନ୍ତୁ, ଏଇ ଟାଇପର ଲିଷ୍ଟ ଆସିବ ଆପଣଙ୍କ ଯୋଉଟା ରିଜେକ୍ଟ ଅଛି, କୋଉ ସିଲେକ୍ଟ ଅଛି, ଏଇ ଟାଇପର ଲିଷ୍ଟ ଆସିବ। ଆପଣ ଜନସେବା କେନ୍ଦ୍ରକୁ ଯାଇ ଆପଣଙ୍କର ସେ ଯୋଉ ଲିଷ୍ଟଟା ଦିଆଯାଇଛି, ଆପଣ ଚେକ୍ କରିପାରିବେ ଆପଣଙ୍କ ଷ୍ଟାଟସଟା କଣ ଅଛି। ପ୍ରକୃତରେ ରିଜେକ୍ଟ ହୋଇଛି ବା ପେଣ୍ଡିଂ ଅଛି ନା ସକ୍ସେସଫୁଲ ହୋଇଥିଲେ ତ ଆପଣ ନିଶ୍ଚୟ ଟଙ୍କା ଆସିବ। କିନ୍ତୁ ଆପଣଙ୍କର ଷ୍ଟାଟସଟା ଆପଣ ଚେକ୍ କରିପାରିବେ ଯେ ଜନସେବା କେନ୍ଦ୍ରରେ, ଆପଣ ନିଜେ ଚେକ୍ କରିପାରିବେ ନାହିଁ। ତେଣୁ ଆପଣଙ୍କୁ ଗୋଟିଏ କାମ କରିବାକୁ, ବା ସେଇଟା ତା ସହିତ ଆପଣମାନେ ଯୋଉମାନେ ନୂଆ ଆବେଦନ କରିଛନ୍ତି, ଆପଣ ସେ ସ୍ଲିପଟା ରଖିଥାନ୍ତୁ। ଯୋଉଟା ମିଳିଛି ସେଇ ସ୍ଲିପ୍ ମାଧ୍ୟମରେ ଆପଣଙ୍କର ସବୁ କିଛି, ଆପଣ ସେ ସ୍ଲିପ୍ ମାଧ୍ୟମରେ ମଧ୍ୟ ଟଙ୍କା ପାଇବେ। ସେଇ ସ୍ଲିପଟାକୁ ଆପଣ କେବେ ବି ହଜେଇବେନି 5 ବର୍ଷ ପର୍ଯ୍ୟନ୍ତ। ମନେ ରଖିଥାନ୍ତୁ। ଏବେ ବର୍ତ୍ତମାନ ଯୋଉ ସବୁ ଟଙ୍କା ଲୋକମାନଙ୍କୁ ଦିଆଯାଇଛି, ତେଣୁକରି ଏବେ କିଛିଟା ପେଣ୍ଡିଂ ଅଛି। ଏକା ସାଙ୍ଗରେ ରିଲିଜ ହବ ଟଙ୍କା ପାଖାପାଖି 40 ଲକ୍ଷ ଲୋକଙ୍କୁ। ତେଣୁ କରିକି ଏବେ ଦେଖନ୍ତୁ କୋଉ ଭଳିଆ ସବୁ ରେଟ୍ ବଢିଗଲାଣି, ଫଟାଫଟ 20ରୁ 25 ଟଙ୍କା ବଢିଲାଣି। ଆମ ପଇସା ହିଁ ଆମକୁ ବୁଲେଇ ବଙ୍କେଇ ଦିଆଯିବ। ତା ପୂର୍ବରୁ ଗୋଟିଏ ଘୋଷଣା କରାଯିବ ଯେ ଆମେ ଏଇ ତାରିଖରେ ଟଙ୍କା ଦେବୁ। କାହିଁକି ନା ଏତେ ସବୁ ଟଙ୍କା ଦଉଛନ୍ତି, ଏତେ ବଡ ଯୋଜନା କରିଛନ୍ତି, ନିହାତି ସେ ନିଶ୍ଚିନ୍ତ ଗୋଟିଏ ଘୋଷଣା କରିବେ। ଆପଣଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ବାସ୍ ଆପଣଙ୍କ ଡକୁମେଣ୍ଟ, ଡିବିଟି, ସବୁ କିଛି ଷ୍ଟାଟସ୍ ଆପଣ ମେଣ୍ଟେନ କରନ୍ତୁ, ସବୁ ଠିକ୍ କରିଥାନ୍ତୁ। ଯାହାଫଳରେ ଯୋଉଦିନ ଘୋଷଣା ହେବ ଆପଣଙ୍କୁ ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଇଏ ଥିଲା ଗୋଟିଏ ଛୋଟିଆ ଇନଫର୍ମେସନଟେ। ଏଇଭଳିଆ ଯୋଜନାର ଖବର ପାଇବା ପାଇଁ ହେଲେ ଆମର ଏଇ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ।